ଖାଦ୍ୟ ମଧ୍ୟରେ ଲୋକମାନଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ ଏବଂ ରୁଟି। ସାଧାରଣତଃ ଲୋକମାନେ ସକାଳ ଖାଦ୍ୟ କିମ୍ବା ରାତି ଖାଇବାରେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ଗହମରୁ ପ୍ରସ୍ତୁତି ଅଟାରେ ରୁଟି ବହୁତ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ। କେବଳ ଗହମ ଅଟା ନୁହେଁ, ବରଂ କିଛି ଶସ୍ୟର ଅଟା ମଧ୍ୟ ଆପଣ ଖାଇପାରିବେ। ଭାରତର ଲୋକେ ଅଧିକାଂଶ ସମୟରେ ଗହମ ଅଟା ବ୍ୟବହାର କରିଥାନ୍ତି। ଅଟାରେ ରୁଟି, ପରଟା, ପୁରୀ, ଲୁଚି ପରି ନାନା ଖାଦ୍ୟ ପ୍ରସ୍ତୁତ କରି ଲୋକମାନେ ଖାଇଥାନ୍ତି। ଗହମରେ ପ୍ରସ୍ତୁତ ଅଟାରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ତେବେ ଗହମ ଅଟା ପରେ ମଧ୍ୟ ଆହୁରି ଏମିତି ଅନେକ ପ୍ରକାର ଅଟା ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ। ତେବେ ସେହି ଅଟା ଗୁଡ଼ିକ ବିଷୟରେ ଜାଣିବାକୁ ହେଲେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଉଳରେ ତିଆରି ଅଟା। ମୁଖ୍ୟତଃ ଲୋକମାନେ ବର୍ଷକୁ 12 ମାସ ରୁଟି ଖାଇଥାନ୍ତି। ତେବେ ଆସନ୍ତୁ ଚାଉଳ ଅଟା ବାବଦରେ ଜାଣିବା। ଏହି ଅଟା ପେଟ ପାଇଁ ସ୍ୱାସ୍ଥ୍ୟକର। ଏହାକୁ ଗ୍ରୀଷ୍ମ ଋତୁରେ ଖାଇବା ଉଚିତ। ଏହା ଦକ୍ଷିଣ ଭାରତୀୟ ଏବଂ ଉପକୂଳବର୍ତ୍ତୀ ଖାଦ୍ୟରେ ବିଶେଷ କରି ତାମିଲନାଡୁ ଏବଂ କର୍ଣ୍ଣାଟକରେ ପ୍ରମୁଖ। ଚାଉଳ ଅଟା ସିଝା ଚାଉଳରୁ କରାଯାଏ। ଏହା ଏକ ଗ୍ଲୁଟେନ୍ ମୁକ୍ତ ଏବଂ ହାଲୁକା ଅଟା ଏବଂ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ ଅଟେ। ଏହି ଅଟା ବହୁ ସୂକ୍ଷ୍ମ ଏବଂ ହାଲୁକା। ଏଥିରେ ଲୋକମାନେ ମୁଡ଼କି, ଚକୁଳି, ଦୋସା, ଇଡଲି ତିଆରି କରନ୍ତି। ବୁଟ ଅଟା। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ। ବୁଟକୁ ପେଷି ସେଥିରେ ବେସନ ତିଆରି କରାଯାଏ। ଏହା ପ୍ରୋଟିନରେ ଭରପୁର ଏବଂ ଗ୍ଲୁଟେନ୍ ମୁକ୍ତ। ବେସନର ସ୍ୱାଦ ହାଲୁକା ବାଦାମ ଭଳି। ସାଧାରଣତଃ ବେସନ ହାଲୁଆ, ପକୋଡ଼ା, ଲଡୁ, ଢୋକଲା, ବେସନ ତରକାରୀ ଇତ୍ୟାଦି ତିଆରି କରିବା ପାଇଁ ବ୍ୟବହୃତ ହୁଏ। ବେସନ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟକର ଲାଭ ମଧ୍ୟ ମିଳିଥାଏ। ତେବେ ଖରା ଦିନରେ ଗହମ ଅଟା ଖାଇବା ସହ ଏହି ଅଟା ଗୁଡ଼ିକୁ ମଧ୍ୟ ଖାଆନ୍ତୁ, ଯାହା ଆପଣଙ୍କୁ ସୁସ୍ଥ ରଖିଥାଏ। ବ୍ୟୁରୋ ରିପୋର୍ଟ, ରିଓ ନ୍ୟୁଜ୍। ଯଦି ଆପଣଙ୍କୁ ଆମ ଭିଡିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବାକୁ ଜମା ବି ଭୁଲନ୍ତୁ ନାହିଁ।